मंत्री अध्यक्ष महोदय मंचासीन आहे पीछे नमस्ते मिस्त्री आज हला तेणु तुम बहुत दिन हला मते पचार चलथिला दीदी बहुत हम खेल करबा तुम जते प्रतीक्षा करथिला आज शेष होई तेणु हमें एबे मार्चिंग फॉर्मेशन छिड़ाबा हला तब सब वर्ष छिड़ा हो जानी जो बॉबी सप्तम अष्टम तापरे 1 6 छड़े जा पानी छड़ा तो समय होते ना सर चढ़ाई रेडी लीडर बने रेडी तब पॉपुलेशन को अच्छा बड़ा आगे जीव ले रहे तापरे हमडे का होजी तो मु केड़ा मोबाइल में केड़ा पाछो छड़ा 10 मिला 10 मिला पाछो जा बहुत बड़ा बड़ा छड़ा चढ़े मु जानी कोने कोन में फॉर्मेशन करवा इतने समय लगती 10 बटिया फाइल ले ले पाछो जा तबे भूलिबो आगे पाछो जा नबम सने आउटे फाइल ना पिला कम हो जल्दी नबम सब बटिया फाइल कर दो पिला के सब बटिया फाइल जाओ नबम सब बटिया फाइल बारंबार काय करतो जानी बोल last night they नमस्कार में क्या मैडम है वो क्या क्लास है Gracias. Vamos a ver qué hacen de
ତମର ଏ ମାର୍ଚିଂରେ ଆମର କୌଣସି ଶୁଭ କାର୍ଯ୍ୟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟ ଆରମ୍ଭ କରିଥାଏ। ଅତିଥି ମହୋଦୟଙ୍କୁ ବର୍ତ୍ତମାନ ମଧ୍ୟ ପ୍ରଦାନ କରିଛନ୍ତି। ଦୀପଂ ଜ୍ୟୋତି ପରଂ ବ୍ରହ୍ମ ଦୀପଂ ଜ୍ୟୋତି ଜନାର୍ଦନ दीपं ज्योति हरते पापं दीपं ज्योति नमस्तुते शुभं करोतु कल्याणं आरोग्यं सुखनाशनं देशबुद्धि विनाशाय आत्मज्योति नमस्तुते आत्मज्योति नमस्तुते। जगतनाथ जगन्नाथ कृपारू ए अंचल समस्त आदिवासी समस्त शुभेच्छु जनहित समस्ते फलरे श्रेष्ठ समस्त क्रीड़ा सुपरिचालन सहयोग करूँ। मु जगन्नाथ पाखे एतिकी निवेदन कर धन्यवाद। अतिथि महोदय आप स्वागत कर आमर विधि तेणु अतिथि स्वागत करने आम विद्यालय 10वीं श्रेणी छात्री मैंने मुझे कहबी जे से स्वागत संगीत आम अतिथि मानक स्वागत करवा।
ଆଜି ବିଦ୍ୟାଳୟର ଯେଉଁ ଅତିଥି ଆସିଛନ୍ତି ସେ ଆମର ଚିରପରିଚିତ ଆମ ଦୁଃଖ ସୁଖର ସାଥୀ। ସେ ସବୁଦିନ ଆମ ବିଦ୍ୟାଳୟର ଭଲ ମନ୍ଦ କଥା ବୁଝିବା ସହିତ ଆମ ପିଲାମାନଙ୍କର ଶୈକ୍ଷିକ ଉନ୍ନତି କିପରି ହେବ ତା ଉପରେ ତଦାରଖ କରନ୍ତି। ସେ ଆମ ପରିବାରର ସଦସ୍ୟ ହେଲେ ମଧ୍ୟ ସେ ଆମର ଅତିଥି। ସେ ମୋର ମଞ୍ଚରେ ମଧ୍ୟଭାଗରେ ଯେ ଉପବେଶନ କରିଛନ୍ତି ସେ ହେଉଛନ୍ତି ଫକୀରଚରଣ ସ୍ୱାଇଁ ମହୋଦୟ। ସେ ସଦାସର୍ବଦା ଆମ ବିଦ୍ୟାଳୟର ହିତ ପାଇଁ ଚିନ୍ତିତ ଥାନ୍ତି ଏବଂ ଆମ ବିଦ୍ୟାଳୟର ପିଲାମାନଙ୍କର କିପରି ଶୈକ୍ଷିକ ଉନ୍ନତି ହେବ ସେ କଥା ରାତିରେ ଶୋଇଲେ ମଧ୍ୟ ଭାବନ୍ତି। ତେଣୁ ଆମେ ଆମ ବିଦ୍ୟାଳୟ ତରଫରୁ ସ୍ୱାଗତ କରିବା ସହିତ ଅଭିନନ୍ଦନ ଜଣାଉଛୁ। ଧନ୍ୟବାଦ ଫକୀର ଭାଇ। ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଯେ ପରିବେଷଣ କରିଛନ୍ତି ସେ ସୁଧାଂଶୁ ଶେଖର ସାହୁ ଆମର ସେ ବି ମଧ୍ୟ ଚିରପରିଚିତ ଆମର ପରିଚିତ ମହିଳା ମଧ୍ୟ ସେ ଆମର ବିଦ୍ୟାଳୟର ଶୈକ୍ଷିକ ଏବଂ ସବୁ ପ୍ରକାର ଉନ୍ନତି ପାଇଁ ସେ ମଧ୍ୟ ଚିନ୍ତିତ ଥାନ୍ତି। ତେଣୁ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ତରଫରୁ ତାଙ୍କୁ ସୁସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛୁ। ଏବଂ ମୋର ବାମ ପାର୍ଶ୍ୱରେ ଅଛନ୍ତି ମୋର ଭଉଣୀ ସନ୍ଧ୍ୟା ଦିଦି। ସେ ମଧ୍ୟ ଆମ ବିଦ୍ୟାଳୟର ଆମର ଶିକ୍ଷୟିତ୍ରୀ ମଧ୍ୟ ସେ ମଧ୍ୟ ଅତିଥି ଭାବରେ ଆଜି ଉପବେଶନ କରିଛନ୍ତି। ତାଙ୍କୁ ମଧ୍ୟ ମୁଁ ମୋର ହୃଦୟ କନ୍ଦରରୁ ଧନ୍ୟବାଦ ସ୍ୱାଗତ ଜଣାଉଛି। ଏବଂ ଫକୀର ଭାଇଙ୍କର ବାମ ପାର୍ଶ୍ୱରେ ଯେଉଁ ପରିବେଷଣ କରିଛନ୍ତି ସେ ହେଉଛନ୍ତି ଆମ ବିଦ୍ୟାଳୟର ପ୍ରକୃତ ଶିଳ୍ପୀ ପ୍ରକୃତ କାର୍ଯ୍ୟକର୍ତ୍ରୀ ଯିଏକି ରୋଜାଲିନ ସେଠୀ ବର୍ତ୍ତମାନ ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ନିଭାଉଛନ୍ତି। ବୟସରେ କମ୍ ହେଲେ ମଧ୍ୟ ଅଧିକ କାର୍ଯ୍ୟ ତୁଲାଇବାରେ ସେ ପାରଙ୍ଗମ। ସେ ବିଦ୍ୟାଳୟକୁ ସୁପରିଚାଳନା କରିଥିବାରୁ ବିଦ୍ୟାଳୟ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି। ତେଣୁକରି ମୁଁ ଆମର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ତରଫରୁ ଏବଂ ଆମ ପରିବାର ତରଫରୁ ତାଙ୍କୁ ମଧ୍ୟ ସ୍ୱାଗତ ଜଣାଇବା ସହିତ ଅଭିନନ୍ଦନ ଜଣାଉଛି। ତାଙ୍କର ବାମ ପାର୍ଶ୍ୱରେ ଯେ ଅଫିସର ସେ ବିଜୁ ଦିଦି ତାଙ୍କର ବହୁ ଜୀବନ ସାରା ଛାତ୍ରଛାତ୍ରୀମାନଙ୍କ ଗଢ଼ିବାରେ ସେ ତାଙ୍କ ଜୀବନ ଉତ୍ସର୍ଗ କରିଛନ୍ତି। ସେ ତାଙ୍କର ଅବସର ନେଇଥିଲେ ମଧ୍ୟ ତାଙ୍କ ମନ ତନ ଧନ ସବୁବେଳେ ପାଇଁ ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ଥାଏ। ତେଣୁକରି ମହିଳା ବିଦ୍ୟାଳୟ ତରଫରୁ ଧନ୍ୟବାଦ ଜଣାଉଛି। ତାଙ୍କର ବାମ ପାର୍ଶ୍ୱରେ ଯିଏ ଅଛନ୍ତି ଆମର ସୁଭାଷିନୀ ଦିଦି ବୟସର ଅପରାହ୍ନ ହେଲେ ମଧ୍ୟ ଶାରୀରିକ ଅସୁସ୍ଥତା ହେଲେ ମଧ୍ୟ ସେ ଛାତ୍ରଛାତ୍ରୀମାନଙ୍କର ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ। ସେ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ପାଇଁ ସବୁବେଳେ ପାଇଁ ମୋତେ ଉପଦେଶ ଦିଅନ୍ତି। ତାଙ୍କୁ ମଧ୍ୟ ମୁଁ ବିଦ୍ୟାଳୟ ତରଫରୁ ଏବଂ ଛାତ୍ରଛାତ୍ରୀମାନଙ୍କ ତରଫରୁ ଗୋଟେ କୃତଜ୍ଞତା ଜ୍ଞାପନ କରୁଛି। ଆଉ ତାଙ୍କର ବାମ ପାର୍ଶ୍ୱରେ ଯିଏ ଅଛନ୍ତି ଆମର ହିନ୍ଦୀ ଦିଦି ଅଞ୍ଜଳି ରାୟ ତାଙ୍କୁ ମଧ୍ୟ ମୁଁ ବିଦ୍ୟାଳୟ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି। ଏବଂ ମଞ୍ଚର ବାହାରେ ଯେଉଁ ଦିଦିମାନେ ଅଛନ୍ତି ସେମାନେ ତାଙ୍କର ପ୍ରଚ୍ଛଦ ପଟର କାର୍ଯ୍ୟ ସମାପନ କରିବା ସହିତ ଆମ ବିଦ୍ୟାଳୟର କାମ କାର୍ଯ୍ୟକୁ ଆଗେଇ ନେଉଛନ୍ତି। ଯେପରିକି ବିଜୟଲକ୍ଷ୍ମୀ ଦିଦି ଆଉ ଆମର ଜୁଲି ଦିଦି, ସ୍ୱର୍ଣ୍ଣ ଦିଦି, ଏଲିନା ଦିଦି, ଶ୍ରଦ୍ଧା ଦିଦି, ନଳିନୀ ଦିଦି ସେମାନେ ବିଦ୍ୟାଳୟର ମଞ୍ଚର ବାହାରେ ଥାଇ ସେମାନେ ତାଙ୍କର କାର୍ଯ୍ୟ ସୁଚାରୁରୂପେ ତୁଲାଇଦେବାରୁ ତେଣୁକରି ମୁଁ ତାକୁ ମୋ ହୃଦୟ କନ୍ଦରରୁ କୃତଜ୍ଞତା ଏବଂ ଧନ୍ୟବାଦ ଅର୍ପଣ କରୁଛି। ସର୍ବଶେଷରେ ତମ ବିଦ୍ୟାଳୟର ସିଏ ମୁଖ୍ୟ ଆକର୍ଷଣ ରଞ୍ଜନା ଦିଦି ଯାହାର ପାଣି ଆମେ ଆଜି ବିଦାୟୀ ଶୀତର ଆଦ୍ୟ ବସନ୍ତର ମଳୟ ସ୍ପର୍ଶରେ ଉଲ୍ଲସିତ ପୁଲକିତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ଆଶା ଆକାଂକ୍ଷା ଦେଇ ଏତେ କାର୍ଯ୍ୟ ରଖିଛନ୍ତି, କେତେ ପରିଶ୍ରମ କରୁଛନ୍ତି ପିଲାମାନଙ୍କ ପାଇଁ ତାଙ୍କୁ ମୋ ହୃଦୟ କନ୍ଦରରୁ ଧନ୍ୟବାଦ। ସୁବିଧା ଦିଦି ଆମର ରହିଗଲେ ସେ ଭାବୁଥିଲେ ମୁଁ ମୋତେ ସାର୍ ଭୁଲିଗଲେ, ମୁଁ କେବେ ଭୁଲିନି।
ଦିଦି ପଛରେ ଥାଇ ପିଲାମାନଙ୍କ ଶୃଙ୍ଖଳା ରକ୍ଷା କରୁଛନ୍ତି। ଯାହା ହଉ ସେ ମଧ୍ୟ ଆମ ବିଦ୍ୟାଳୟର ଏକ ଅଙ୍ଗ, ତାଙ୍କୁ ଆମେ ବାହାର କରି ଚଳିପାରିବୁନି। ସଙ୍ଗୀତା ଦିଦିଙ୍କୁ ମଧ୍ୟ ବିଦ୍ୟାଳୟ ତରଫରୁ କୃତଜ୍ଞତା, ହାର୍ଦ୍ଦିକ ଅଭିନନ୍ଦନ ଏବଂ ସୁସ୍ୱାଗତ। ଧନ୍ୟବାଦ। ବର୍ତ୍ତମାନ ଆମର ମୁଁ ରଞ୍ଜନା ଦିଦି କହୁଛି ସେ ଖେଳ ସର୍ବଶେଷରେ ଯିଏ ଆମର এই କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆମର ଭାସ୍କର ସାର୍, ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୋ ତରଫରୁ, ଆମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ତରଫରୁ ଆଉ ଆମର ଟୋଟାଲ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ସମସ୍ତ ଶିକ୍ଷା କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ। ଆଉ ଗୋଟେ କଥା ରହିଲା, ଯାହା ପାଇଁ ଆମେ ଏଠି ସେମାନେ ହେଉଛନ୍ତି ମୋର କୁନି କୁନି ଡିୟର ଷ୍ଟୁଡେଣ୍ଟ। ତୁମ ପାଇଁ ସବୁ କ୍ଷୀରି ଖେଚେଡ଼ି, ତୁମ ପାଇଁ ସବୁ କ୍ଷୀରି ଖେଚେଡ଼ି। ତୁମକୁ ଛାଡ଼ି ଆମେ କିଛି କରିବୁ ନାହିଁ, କିଛି କରିପାରିବୁ ନାହିଁ। ତୁମକୁ ଛାଡ଼ି ତୁମ ପାଇଁ ସବୁ କ୍ଷୀରି ଖେଚେଡ଼ି, ତୁମ ପାଇଁ ସବୁ କ୍ଷୀରି ଖେଚେଡ଼ି। ଧନ୍ୟବାଦ କୁନି କୁନି ଭାଇ ଭଉଣୀମାନଙ୍କୁ, କୁନି କୁନି ଝିଅ ଛାତ୍ରଛାତ୍ରୀମାନଙ୍କୁ। ତୁମରି ପାଇଁ ସବୁ, ତୁମେ ନଥିଲେ କିଛି ନଥିବ। ତୁମେ ଖରାରେ ମୁଣ୍ଡ ବୁଲଉଛି, କିଏ ବସି ପଡ଼ିଲଣି, କିଏ ଶାନ୍ତି ଶୃଙ୍ଖଳା କଲଣି, ତେଣୁକରି ତୁମକୁ ଧନ୍ୟବାଦ। ତୁମ ପାଇଁ ଗାଡ଼ି, ଏ ଗାଡ଼ିଟା ତୁମ ପାଇଁ, ତୁମେ ଶାନ୍ତି ଶୃଙ୍ଖଳା ରକ୍ଷା କରିପାରୁ, ତୁମକୁ ବହୁତ ବହୁତ ଧନ୍ୟବାଦ। सामान्य सभापति उच्च शिक्षा सेतु हेडमिस्ट्रेस स्टाफ और मोर प्रिय विद्युती सब स्टाफ और पिला भल पढ़ी मु कालिया घोड़ा चढ़ी मु मधुर संगे लड़ी जदि भल पढ़ार हुए हेल्दी माइंड हेल्दी तेणु तुम शरीर सेमती सुस्थ रहा दरकार। तेणु जहाँ प्रति वर्ष परी वर्ष सेमती क्रीड़ा प्रतियोगिता आरंभ हो बेसी किसी कहबी ना, बहुत 3 दिन अच्छी शेष भी आम देखा मोर गोटे अनुरोध, मोर गोटे गोटे एडवाइस दूसरी, प्ले ए टफ गेम नॉट ए रफ गेम। जेकोसी प्रकार खेल हो टफ गेम खेलते आउ रफ गेम खेलते अन्य सीजन देखा एवं पुरस्कार देखा। बहुत बहुत धन्यवाद। विश यू बेस्ट क्रीड़ा एवं पुरस्कार थैंक यू। धन्यवाद। से पिला आशीर्वाद आज आम विद्यालय 46तम क्रीड़ा उत्सव मोर अतिथि भाव सुशांत भाई एक जरूरी कम पड़े गले आम गहन बर्तमान आमर रिटायर हेले स्कूल प्रति आदर थी ये आसी पहुँचती से हूँ विजु दीदी एवं आम विद्यालय प्रधान शिक्षयित्री एवं समस्त शिक्षयित्री और शिक्षक एवं अन्य समस्त कर्मचारी बृंद एवं सर्वोपरि आमर यही देवपाई जहाँ मान आज क्रीड़ा उत्सव होती समस्त स्कूल प्रथम दशम श्रेणी पर्यंत समस्त छात्र छात्री आज ये जो कार्यक्रम हम यह क्रीड़ा उत्सव तेणु यह 3 दिन चलो निश्चित सब पिला आशा करी निश्चित भाव क्रीड़ा प्रदर्शन करेंगे आम जहाँ
ନେଇ ଭଲ ପ୍ରଦର୍ଶନ କଲେ। ତେଣୁ ମୁଁ ଆଶା କରିବି ସମସ୍ତେ ନିଶ୍ଚିତ ଭାବେ ଭଲ କ୍ରୀଡ଼ା ପ୍ରଦର୍ଶନ କରିବେ। କାରଣ ମୁଁ ଆଜି ସକାଳୁ ଗୋଟେ ଖବର ପାଇଲି ଯେ କି ଆମ ଏଇ ମଣିଜଙ୍ଗ ସ୍କୁଲର ଜଣେ ଛାତ୍ର ଯିଏକି ସଙ୍ଗୀତରେ ଆମ ବ୍ଲକ ସ୍ତରରେ ମଧ୍ୟ ପ୍ରଥମ ହେଇଛନ୍ତି। ତେଣୁ ମୁଁ ଆଶା କରିବି ସମସ୍ତେ ନିଶ୍ଚିତ ଭାବେ ଏଠି ଭଲ ଖେଳିବେ। ଏଠୁ ବ୍ଲକ ସ୍ତରକୁ ଏବଂ ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ କେମିତି ଯାଇପାରିବେ ଆଉ କେତେ ଜଣ ଯିବେ ସେଇଟା ହେଉଛି ଆମର ଗର୍ବ, ଏ ସ୍କୁଲର ଗର୍ବ। ତେଣୁ ମୁଁ ଆଶା କରିବି ନିଶ୍ଚିତ ସମସ୍ତେ ଭଲ କ୍ରୀଡ଼ା ପ୍ରଦର୍ଶନ କରିବେ। ଏବଂ ଆମ ଘରକୁ ଆମର ଆଉ ଜଣେ ଅତିଥି ଆମର ସନି ଦିଦି ଆମର ସାନ ଭଉଣୀ ସେ ମଧ୍ୟ ଆସି ପହଞ୍ଚିଗଲେଣି। ତେଣୁ ସେ ମଧ୍ୟ ଆମ ସାଙ୍ଗରେ ଯୋଗ ଦେବେ। ତେଣୁ ମୁଁ ଆଶା କରୁଛି ସବୁ ପିଲାମାନଙ୍କୁ ଧନ୍ୟବାଦ ଦେଉଛି। ସମସ୍ତେ 3 ଦିନ ଯାକ ଶାନ୍ତି ଶୃଙ୍ଖଳାର ସହ ଖେଳ ପ୍ରଦର୍ଶନ କରନ୍ତୁ ଏବଂ ଆମେ ଶେଷ ଦିନ ପୁଣି ଦେଖିବୁ କେଉଁ ପିଲାମାନେ ଆମର ଅଗ୍ରଣୀ ହେବେ ଏବଂ କେଉଁମାନେ ଆମର ଉପଯୁକ୍ତ ହେଇ ବ୍ଲକ ଏବଂ ଜିଲ୍ଲା ସ୍ତରକୁ ଯାଇପାରନ୍ତି। ଜୟ ଜଗନ୍ନାଥ। ଧନ୍ୟବାଦ। ବର୍ତ୍ତମାନ ଆମର ରଞ୍ଜନା ଦିଦି ଖେଳ ପରିଚାଳନା କରିବେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତେ କାମ କରିବେ। ପିଲାମାନେ